ସାନ୍ଧ୍ୟ ପାଠଚକ୍ରକୁ ଆପଣ ସମସ୍ତଙ୍କୁ ସ୍ୱାଗତ କରୁଛି। ଆଜିର ବିଷୟ ହେଲା ରାଷ୍ଟ୍ରର ଉତ୍ଥାନରେ ମାତୃଶକ୍ତିର ଆବାହନ। ରାଷ୍ଟ୍ରର ଉତ୍ଥାନରେ ମାତୃଶକ୍ତିର ଆବାହନ। ମାତୃଶକ୍ତିର ଆବାହନ ଫଳରେ ରାଷ୍ଟ୍ରର ଉତ୍ଥାନ ଏମିତି ବୁଝିଲେ ବୁଝି ହେଇଯାଉଛି। ମାତୃଶକ୍ତି ଯଦି ଆବାହନ କରୁ ଆମେ ତାହେଲେ ତାହା ରାଷ୍ଟ୍ରର ଉତ୍ଥାନରେ ସହାୟତା କରିବ। ଉତ୍ଥାନ ମାନେ ପ୍ରୋଗ୍ରେସ, ଅଗ୍ରଗତି ଆମ ରାଷ୍ଟ୍ରର। ଯେକୌଣସି ରାଷ୍ଟ୍ରର ଉତ୍ଥାନରେ ଦୁଇଟି ବସ୍ତୁ ପ୍ରତି ବିଶେଷ ଭାବରେ ଲକ୍ଷ୍ୟ ରଖିବାକୁ ହୁଏ। ପ୍ରଥମତଃ ରାଷ୍ଟ୍ର ବା ଜାତିର ନିଜସ୍ୱ ପ୍ରତିଭା କ'ଣ, ତା ନିଜସ୍ୱ ଆଲୋକ, ଶକ୍ତି ବା ସ୍ୱରୂପ କ'ଣ। ଦ୍ୱିତୀୟତଃ ରାଷ୍ଟ୍ରର ଏହି ଅନ୍ତର୍ନିହିତ ଶକ୍ତିର ପ୍ରକାଶର ଧାରା କ'ଣ। ଦୁଇଟା, ତାର ସାମର୍ଥ୍ୟ କ'ଣ ଅଛି, ସେ ସାମର୍ଥ୍ୟକୁ ପ୍ରକାଶ କରିବାର ବାଟ କ'ଣ। ସାମର୍ଥ୍ୟକୁ କୁହାହେଲା ନିଜସ୍ୱ ପ୍ରତିଭା, ନିଜସ୍ୱ ଆଲୋକ, ଶକ୍ତି ବା ସ୍ୱରୂପ। ଏ ହେଲା ରାଷ୍ଟ୍ରର ନିଜସ୍ୱ ସମ୍ପତ୍ତି ଏବଂ ତାକୁ ପ୍ରକାଶ କରିବାର ମାର୍ଗ କ'ଣ, ଉପାୟ କ'ଣ, ବାଟ କ'ଣ। ଯାହା ଯାହା ତୁମର ନିଜସ୍ୱ ଧାରା ଅଛି, ନିଜସ୍ୱ ଧରାଯାଉ କୁହାଯିବ ଯେ ଭାରତବର୍ଷର ନିଜସ୍ୱ ପ୍ରତିଭା ହେଲା ଗୋଟେ ଆଧ୍ୟାତ୍ମିକ ସାମର୍ଥ୍ୟ, ଗୋଟେ ଆଧ୍ୟାତ୍ମିକ ସାମର୍ଥ୍ୟ ଆମକୁ କୁହାଯାଇପାରେ। ଏବଂ ସେ ଆଧ୍ୟାତ୍ମିକ ସାମର୍ଥ୍ୟକୁ ପ୍ରକାଶ କରିବ କୋଉ ବାଟେ। ଧରାଯାଉ ଭାରତବର୍ଷର ନିଜସ୍ୱ ପ୍ରତିଭା ହେଉଛି ଏକ ଆଧ୍ୟାତ୍ମିକ ସାମର୍ଥ୍ୟ। ଏ ଆଧ୍ୟାତ୍ମିକ ସାମର୍ଥ୍ୟକୁ ଭାରତବର୍ଷ କୋଉ ବାଟରେ ପ୍ରକାଶ କରିବ, ଏମିତି ଭିନ୍ନ ଭିନ୍ନ ବାଟରେ ନେଇ ହେବ। ଧରାଯାଉ କାହାର ଗୋଟେ ପ୍ରକାଶର, କାହାର ଗୋଟେ ଧାରା ହେଉଛି ଶିଳ୍ପ, ଇଣ୍ଡଷ୍ଟ୍ରି, କିମ୍ବା କାହାର ଜାତୀୟତାବୋଧ, ରାଷ୍ଟ୍ରବୋଧ, ରାଷ୍ଟ୍ର ଯେଉଁ ନିଜର ଗୋଟେ ରାଷ୍ଟ୍ର ପ୍ରୀତି କୁହାଯାଏ। ଏମିତି ଅନେକ ପ୍ରକାରର ଦେଶରେ ଭିନ୍ନ ଭିନ୍ନ ପ୍ରକାରର ଥାଏ। ବର୍ତ୍ତମାନ ଆମ ଭାରତବର୍ଷର ପ୍ରତିଭା କ'ଣ, ତାର ଆଲୋକ, ଶକ୍ତି ବା ସ୍ୱରୂପ କ'ଣ, ଯଦି ଜଣାପଡ଼ିଲା ଯେ ତାର କ'ଣ ଏସବୁ ତାପରେ ଆଲୋଚନାକୁ ଆସିବ, ତାହେଲେ ତାକୁ ପ୍ରକାଶ କରିବା କିପରି, ପ୍ରକାଶ ଧାରା କ'ଣ, କିପରି ଭାବେ ଯୁଗେ ଯୁଗେ ଏହା ଆତ୍ମପ୍ରକାଶ କରିଛି, କିପରି ଭାବେ ଏହି ଶକ୍ତି ଜନସାଧାରଣଙ୍କ ମଧ୍ୟରେ ଜାଗ୍ରତ ହୋଇ ଉଠେ, କିପରି ଭାବରେ ଏହି ରାଷ୍ଟ୍ରୀୟ ଶକ୍ତିକୁ ଜାଗ୍ରତ କରାଯାଇପାରେ ଏବଂ ମୃତ ଓ ଧ୍ୱସ୍ତ ବିଧ୍ୱସ୍ତ ବିଚଳିତ ଜାତୀୟ ଜୀବନରେ ସଂହତି, ସଂଗତି ଓ ସମନ୍ୱୟ ଅଣାଯାଇପାରେ। ଏ ବିଷୟ କାହିଁ କୁହାହେଉଛି ନା, ଆମେ ଯେତେବେଳେ ଅତୀତର ଅବସ୍ଥାକୁ, ଭାରତବର୍ଷର ଐତିହ୍ୟକୁ ବିଚାରକୁ ନେଉ, ସେତେବେଳେ ଆମେ ନିଶ୍ଚୟ ଅନୁଭବ କରିବୁ ଯେ ଭାରତବର୍ଷର ଐତିହ୍ୟ ଯାହା ଥିଲା ସେ କେତେ ଗୌରବମୟ ଥିଲା, କେତେ ଗୌରବମୟ ଥିଲା। ଏବଂ ବର୍ତ୍ତମାନ ଦେଖାଯାଉଛି ସେ ପୁରା ଧ୍ୱସ୍ତ ବିଧ୍ୱସ୍ତ ହୋଇଯାଇଛି, ନାହିଁ ଆଉ ସେ ଗୌରବ। ଶିକ୍ଷା, ସଂସ୍କୃତି, ଭାରତର ଯେଉଁ ବାତାବରଣ, ଯେଉଁ ଆଧ୍ୟାତ୍ମିକ ବାତାବରଣ, ତାର ଯେଉଁ ସମଗ୍ର ବିଶ୍ୱକୁ ମାର୍ଗ ଦେଖାଇଲା ଭଳି ବେଦ, ଉପନିଷଦ, ଏପରିକି ରାମାୟଣ, ମହାଭାରତ ଭଳି କାବ୍ୟ ମଧ୍ୟ ସମଗ୍ର ବିଶ୍ୱରେ ଅଦ୍ୱିତୀୟ। ଏଭଳି କାବ୍ୟ କୋଉଠି ନାହିଁ। ଥରେ ମନୋଜ ଦାସ, ଅଧ୍ୟାପକ ମନୋଜ ଦାସ ଗୋଟେ ମିଟିଂରେ କହୁଥିଲେ, ଏ ରାମାୟଣ ମହାଭାରତର କିଛି ଉଦାହରଣ ଦେଇ କହୁଥିଲେ। କହିଲେ ଯେ ଏ ଦୁଇଟି କାବ୍ୟ କାହିଁକି ଅତୁଳନୀୟ ସମଗ୍ର ବିଶ୍ୱରେ, ତାର କାରଣ ହେଉଛି ଭାରତବର୍ଷରେ, ସମଗ୍ର ଦେଶରେ ଏ ଦୁଇଟି କାବ୍ୟର ବହୁତ ପ୍ରଭାବ ଅଛି। ଏପରିକି ଭାରତବର୍ଷର ଶତକଡ଼ା
80% लोकଙ୍କ ନାଁ ଏ କାବ୍ୟ ଦୁଇଟିରୁ ବାହାରି ପଡ଼ିବ। କହିଲେ ଶତକଡ଼ା 80% ମିନିମମ୍। ଏପରିକି ମୁଁ ଜାଣିଛି ମୁସଲିମ ଲୋକ ଅଛନ୍ତି ଯାହାକୁ ରଘୁମିଆଁ କୁହାଯାଏ। ରଘୁମିଆଁ, ରଘୁ କୋଉ ନାଁ ଆମେ ଜାଣିଛୁ, କେମିତି ତାଙ୍କୁ ଡାକୁଛନ୍ତି ରଘୁମିଆଁ ଏବଂ ସେ ରଘୁମିଆଁ ନାମରେ ଖ୍ୟାତ। ଏ କହିବାର କଥା ହେଉଛି ଭାରତବର୍ଷର ଐତିହ୍ୟ ସମ୍ପୂର୍ଣ୍ଣ ସ୍ୱତନ୍ତ୍ର, ଅଦ୍ୱିତୀୟ। ବିଶ୍ୱରେ କୌଣସି ଦେଶ ନାହିଁ। ଆଉ ଏକଥା ଆମେ ଖାଲି କହୁନୁ, ବିଶ୍ୱବାସୀ ସମସ୍ତେ ସ୍ୱୀକାର କରନ୍ତି। କି କହିଥିଲେ ଜଣେ ଦାର୍ଶନିକ, ମୁଠି ମନେ ପଡ଼ୁନି, ଯେ ଭାରତବର୍ଷ ଧ୍ୱଂସ ହେବା ବହୁ ପୂର୍ବରୁ ପୃଥିବୀ ଧ୍ୱଂସ ହୋଇସାରିଥିବ। ଯଦି କେବେ ଭାରତବର୍ଷ ଧ୍ୱଂସ ହୁଏ ତାହେଲେ ଭାରତବର୍ଷ ଧ୍ୱଂସ ହେବା ବହୁ ପୂର୍ବରୁ ପୃଥିବୀ ଧ୍ୱଂସ ହୋଇସାରିଥିବ। ତାମାନେ ଏତେ ତାର ସାମର୍ଥ୍ୟ ଅଛି, ସମଗ୍ର ପୃଥିବୀ ଧ୍ୱଂସ ହେବା ପରେ ମଧ୍ୟ ଭାରତବର୍ଷ ତିଷ୍ଠିକି ରହିପାରିଥିବ। କାହିଁକିନା ଏଇ ସାମର୍ଥ୍ୟକୁ କୌଣସି ହ୍ୟୁମାନ୍ ନଲେଜରେ, ହ୍ୟୁମାନ୍ ମାଇଣ୍ଡରେ ବିଚାର କରାଯାଏ। ଆମେ ପଢ଼ିବା ସେ ବିଷୟରେ ଆଉ ଟିକେ ଅଧିକା। ଯୁଗେ ଯୁଗେ ଏହା ଆତ୍ମପ୍ରକାଶ କରିଛି। କିପରି ଭାବେ ଏହି ଶକ୍ତି ଜନସାଧାରଣଙ୍କ ମଧ୍ୟରେ ଜାଗ୍ରତ ହୋଇ ଉଠିଛି ସମସ୍ତଙ୍କ ଭିତରେ, କିପରି ଭାବରେ ଏହି ରାଷ୍ଟ୍ରୀୟ ଶକ୍ତିକୁ ଜାଗ୍ରତ କରାଯାଇପାରେ, ରାଷ୍ଟ୍ରୀୟ ଶକ୍ତିକୁ କିପରି ଜାଗ୍ରତ କରାଯାଇପାରେ ଏବଂ ମୃତ ଓ ଧ୍ୱସ୍ତ ବିଧ୍ୱସ୍ତ ବିଚଳିତ ଜାତୀୟ ଜୀବନରେ ସଂହତି, ସଂଗତି ଓ ସମନ୍ୱୟ ଅଣାଯାଇପାରେ, ଯାହା ଥିଲା ପୁଣି ସଂଗତି ଏବଂ ସଂହତି ଆଉ ସମନ୍ୱୟ। ଏଟା ବର୍ତ୍ତମାନ ପାଇଁ ଗୋଟେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା ଭାରତବର୍ଷ। କେମିତି ପୁଣି ଥରେ ଫେରାଇ ଆଣିପାରିବା? ଯେ ପର୍ଯ୍ୟନ୍ତ ଜାତି ବା ରାଷ୍ଟ୍ରର ନେତୃବର୍ଗ ଏହି ମହାନ ଉଦ୍ଘାଟନ ନ କରିଛନ୍ତି ବା ଏହି ରହସ୍ୟକୁ ଧରି ନ ପାରିଛନ୍ତି, ସେ ପର୍ଯ୍ୟନ୍ତ ଜାତୀୟ ଉତ୍ଥାନର ପଥ ପରିଷ୍କାର ହୋଇପାରେ ନାହିଁ। ଅର୍ଥାତ୍ ଯେଉଁମାନେ କରିବେ, ନେତୃବର୍ଗ କଥା କାହିଁ କୁହାହେଲା ନା, ସବୁ ଚାବି ସେ ନିଜ ହାତରେ ରଖିବେ। ସବୁ ପ୍ରକାରର ପ୍ଲାନିଂ, ପ୍ରୋଜେକ୍ଟ ସବୁ ତ ତାଙ୍କ ହାତରେ ରହିବ। ତ ସେମାନେ ଯେତେବେଳେ ପ୍ଲାନିଂ କଲାବେଳେ ଆକୁ ଗୁରୁତ୍ୱ ନ ଦେବେ, ଦେଶର ଐତିହ୍ୟକୁ ଆଉ ଥରେ ପୁନରୁତ୍ଥାନ କରିବା ପାଇଁ ଯଦି ସେମାନେ ଗୁରୁତ୍ୱ ନ ଦେବେ, ତାହେଲେ ହେବ କିପରି, ସମ୍ଭବ କିପରି ହେବ? ଜାତି ବା ରାଷ୍ଟ୍ରର ନେତୃବର୍ଗ ଏହି ମହାନ ଉଦ୍ଘାଟନ ନ କରିଛନ୍ତି, ଏ ମହାନ ଜିନିଷକୁ ଯେ ଉଦ୍ଘାଟନ ନ କରିଛନ୍ତି, ଅର୍ଥାତ୍ ଆବିଷ୍କାର ନ କରିଛନ୍ତି, ପ୍ରକାଶ ନ କରିଛନ୍ତି, ବା ଏ ରହସ୍ୟକୁ ଧରି ନ ପାରିଛନ୍ତି, ବୁଝିପାରୁନାହାନ୍ତି ରହସ୍ୟଟା କ'ଣ, ଜାଣିପାରୁନାହାନ୍ତି। ଯେମିତି ଆମକୁ ଅନ୍ଧାରରେ ବାଡ଼ି ବୁଲିଲା ଭଳି ବର୍ତ୍ତମାନ ଯେତେ ଯେତେ ପ୍ରକାରର ସରକାରୀ ସ୍ତରରେ ଯେତେ ଯେତେ ପ୍ଲାନିଂ କରାଯାଉଛି, ଯେଉଁ ପ୍ରକାର ପ୍ଲାନିଂ ହଉ, ସବୁ ପ୍ଲାନିଂ ଫେଲ୍ ହେଇଯାଉଛି। କାରଣ ଅସଲ ରହସ୍ୟ ସେ ବୁଝିପାରୁନାହାନ୍ତି, ଅସଲ ରହସ୍ୟକୁ ଧରିପାରୁନାହାନ୍ତି, ସମାଧାନର ସୂତ୍ର କେଉଁଠି ଅଛି ସେ ବୁଝିପାରୁନାହାନ୍ତି, ଜାଣିପାରୁନାହାନ୍ତି। ତେଣୁ ସବୁକିଛି ବିଭ୍ରାଟ। ଶିକ୍ଷା, ଶିଳ୍ପ, ସଂସ୍କୃତି, ସାହିତ୍ୟ, ଯାହା ବି କୁହାଯାଏ, ସବୁ କ୍ଷେତ୍ରରେ ଅନେକ ପ୍ରକାରର ପ୍ଲାନିଂ ହେଉଛି, ଅନେକ ପ୍ରକାର ପ୍ରୋଜେକ୍ଟ ତିଆରି ହେଉଛି, ସବୁ କରାହେଉଛି। ସମାଜରେ ଦେଖାଯାଉଛି ଯେ ଫେଲ୍, ସବୁ ବିଫଳ ହେଇଯାଉଛି। କାରଣ ସେ ଜାଣିପାରୁନାହାନ୍ତି ତାର ରହସ୍ୟ କ'ଣ, କେଉଁ ମାର୍ଗରେ ଗଲେ, କେଉଁ ବାଟରେ ଗଲେ ଆର ସମାଧାନ ମିଳିଯିବ, ସେ ପର୍ଯ୍ୟନ୍ତ ଧରା ପଡ଼ୁନି, ଜାଣି ହେଉନି। ସେ ପର୍ଯ୍ୟନ୍ତ ଜାତୀୟ ଉତ୍ଥାନର ପଥ ପରିଷ୍କାର ହୋଇପାରେ ନାହିଁ, ମାର୍ଗ ପ୍ରସ୍ତୁତ ହୋଇପାରୁନି, ପରିଷ୍କାର ମାର୍ଗ ମିଳୁନାହିଁ। ଜାତୀୟ ଜୀବନରେ ଶକ୍ତି,
ସାମର୍ଥ୍ୟ, ସାହସ ଓ ଉତ୍ସାହ ଦେଖାଦିଏ ନାହିଁ। ଜାତୀୟ ଚରିତ୍ର, ବୁଦ୍ଧି, ହୃଦୟର ବିକାଶ ଘଟେ ନାହିଁ। ଯେପର୍ଯ୍ୟନ୍ତ ମାର୍ଗ ଦେଖାଯାଇନି, ରହସ୍ୟ ମିଳିନାହିଁ, ସେ ପର୍ଯ୍ୟନ୍ତ ଏସବୁ କିଛି ହେଇପାରିବନି। ଶକ୍ତି, ସାମର୍ଥ୍ୟ, ସାହସ, ଉତ୍ସାହ ଦେଖାଦିଏ ନାହିଁ। ଜାତୀୟ ଚରିତ୍ର, ବୁଦ୍ଧି, ହୃଦୟର ବିକାଶ ଘଟେ ନାହିଁ। ଯେଉଁମାନେ ନେତୃବର୍ଗ, ସେମାନଙ୍କ ଭିତରେ ଯଦି ଏସବୁର ଆଗ୍ରହ, ଉତ୍ସାହ ଇତ୍ୟାଦି ନଥାଏ, ସେଥିପାଇଁ ସର୍ବପ୍ରଥମେ ଜାତିର ସ୍ୱରୂପ ଓ ସ୍ୱଧର୍ମ ବୁଝିବାକୁ ହୁଏ, ଉପଲବ୍ଧି କରିବାକୁ ହୁଏ ଏବଂ ତତ୍ସଙ୍ଗେ ଏହି ସ୍ୱରୂପ ଓ ପ୍ରତିଭାକୁ ଜାତୀୟ ଜୀବନରେ ବ୍ୟକ୍ତ କରିବା ନିମିତ୍ତ ଉଦ୍ୟମ କରିବାକୁ ହୁଏ। ଏଇଟା ହେଉଛି କ୍ଲୁ ମାନେ ଉପାୟ। କ'ଣ କରିବା, କେମିତି ନେତୃବର୍ଗ ହେଲେ ମଧ୍ୟ ତାଙ୍କୁ ବାଟ ମିଳୁନି ନା, କ'ଣ କଲେ ବାଟ ମିଳିବ ନା, ପ୍ରଥମେ କ'ଣ କରିବାକୁ ପଡ଼ିବ ନା, ଜାତିର ସ୍ୱରୂପ ଓ ସ୍ୱଧର୍ମ ବୁଝିବାକୁ ହୁଏ। ଭାରତର ସ୍ୱରୂପ କ'ଣ, ତା ସ୍ୱଧର୍ମ କ'ଣ, ତାକୁ ବୁଝିବାକୁ ପଡ଼ିବ ଏବଂ ତାକୁ ଉପଲବ୍ଧି କରିବାକୁ ହେବ। ଖାଲି କହିଲେ ହେବନି, ଉପଲବ୍ଧି କରିବାକୁ ପଡ଼ିବ। ଲଙ୍କାଟା ରାଗ ଅଟେ, କେମିତି ଜାଣିଲ? ଖାଇକି ଦେଖ, ଉପଲବ୍ଧି କରିବାକୁ ପଡ଼ିବ, ଖାଲି ବର୍ଣ୍ଣନା କଲେ ହେବନି। ଏବଂ ତତ୍ସଙ୍ଗେ ଏହି ସ୍ୱରୂପ ଓ ପ୍ରତିଭାକୁ ଜାତୀୟ ଜୀବନରେ ବ୍ୟକ୍ତ କରିବା ନିମିତ୍ତ ଉଦ୍ୟମ କରିବାକୁ ହେବ। ଏହି ସ୍ୱରୂପ ଓ ପ୍ରତିଭାକୁ ଜାତୀୟ ଜୀବନରେ, ଭାରତବର୍ଷର ଜାତୀୟ ଜୀବନରେ ସେଇ ସ୍ୱରୂପ ଏବଂ ସ୍ୱଧର୍ମକୁ ବ୍ୟକ୍ତ କରିବାକୁ ପଡ଼ିବ। ସେଥିପାଇଁ ପ୍ରଚେଷ୍ଟା ଦରକାର। ବର୍ତ୍ତମାନ ଆମ୍ଭେମାନେ ଭାରତୀୟ ରାଷ୍ଟ୍ରର ସ୍ୱରୂପ ଓ ନିଜସ୍ୱ ପ୍ରତିଭା ବା ସ୍ୱଧର୍ମ ସମ୍ବନ୍ଧରେ କିଛି ଆଲୋଚନା କରିବା ଏବଂ ତତ୍ପରେ ଦେଖିବା କିପରି ଏହି ସ୍ୱଧର୍ମ ତାହାର ଜାତୀୟ ସ୍ୱଭାବରେ ପ୍ରକାଶିତ ହୋଇଛି। ଆମକୁ ଏଇ ଦୁଇଟା ନିହାତି ଦରକାର। ପ୍ରଥମେ କ'ଣ କରିବା? ରାଷ୍ଟ୍ରର ସ୍ୱରୂପ, ନିଜସ୍ୱ ପ୍ରତିଭା ଓ ସ୍ୱଧର୍ମ ସମ୍ବନ୍ଧରେ କିଛି ଆଲୋଚନା କରିବା। ତାପରେ ଦେଖିବା କିପରି ଏହି ସ୍ୱଧର୍ମ ତାହାର ଜାତୀୟ ସ୍ୱଭାବରେ ପ୍ରକାଶିତ ହୋଇଛି। ସୁପ୍ରସିଦ୍ଧ ମନୀଷୀ ମ୍ୟାକ୍ସ ମୁଲର ଜାତିର ଏହି ସ୍ୱକୀୟ ଅନ୍ତର୍ନିହିତ ଶକ୍ତିକୁ ଜାତୀୟ ଆତ୍ମନିୟନ୍ତ୍ରଣକାରୀ ତତ୍ତ୍ୱ ବୋଲି ନିର୍ଦ୍ଧାରଣ କରିଛନ୍ତି। ମ୍ୟାକ୍ସ ମୁଲର ବହୁତ ବିଶିଷ୍ଟ ଦାର୍ଶନିକ ଥିଲେ। ସେ କହିଲେ, ଜାତିର ଏହି ସ୍ୱକୀୟ ଅନ୍ତର୍ନିହିତ ଶକ୍ତି ହେଲା ଆତ୍ମନିୟନ୍ତ୍ରଣକାରୀ ତତ୍ତ୍ୱ, ସେଲ୍ଫ ରେଗୁଲେଟିଭ ପ୍ରିନ୍ସିପଲ୍ ଅଫ୍ ନ୍ୟାସନାଲ ଲାଇଫ୍। ନ୍ୟାସନାଲ ଲାଇଫ୍, ଆମର ଯେଉଁ ଜାତୀୟ ଜୀବନ, ତାର ଆତ୍ମନିୟନ୍ତ୍ରଣକାରୀ ତତ୍ତ୍ୱ, ତାକୁ ନିଜେ ସେ ନିଜକୁ ନିୟନ୍ତ୍ରଣ କରିପାରୁଥିବ, ଏଇ ହେଉଛି ଧାରା ବା ନିୟମ ତତ୍ତ୍ୱ। ଏହି ତତ୍ତ୍ୱ ହିଁ ଜାତୀୟ ଆତ୍ମବିକାଶର ମାର୍ଗ ସୁସ୍ପଷ୍ଟ କରିଦିଏ। ଆଉ ଟିକେ ପଢ଼ିଲେ ଆଉ ଟିକେ ସ୍ପଷ୍ଟ ହେବା। ଏହି ତତ୍ତ୍ୱ ହିଁ ଜାତୀୟ ଆତ୍ମବିକାଶର ମାର୍ଗ ସୁସ୍ପଷ୍ଟ କରିଦିଏ। ଯେବେ ଯେବେ ଜାତି ଘୋର ଦୁର୍ଦ୍ଦିନ ଓ ତମସା ମଧ୍ୟରେ ଡୁବିଯାଏ, ଏହି ଜାତୀୟ ତତ୍ତ୍ୱ ବା ଆଲୋକର ଆହ୍ୱାନ ଦ୍ୱାରା ତାହା ପୁନଃ ଜାଗ୍ରତ ହୋଇଉଠେ। ଅନ୍ଧକାରରେ ଯେତେବେଳେ ପଡ଼ିଥାଉ, ବହୁତ ବେଶୀ ଗଭୀର ବିପଦରେ, ତମସାଚ୍ଛନ୍ନ ବୋଲି କୁହାହେଉଛି, ସେତେବେଳେ ଯଦି ଆହ୍ୱାନ କରାଯାଏ, ସେ ଜାତି ପୁଣି ଥରେ ଉଠେ, ପୁଣି ଉପରକୁ ଉଠେ। ଆଲୋକର ଆହ୍ୱାନ ଦ୍ୱାରା ତାହା ପୁନଃ ଜାଗ୍ରତ ହୋଇ ଉଠେ। ଯେବେ ଯେବେ ଜାତି ଘୋର ଦୁର୍ଦ୍ଦିନ ଓ ତମସା ମଧ୍ୟରେ ଡୁବିଯାଏ, ଅତୀତରେ ଅନେକ ବାର ଭିନ୍ନ ଭିନ୍ନ ସମୟରେ ଭିନ୍ନ ଭିନ୍ନ କେହି ଆସି ତାକୁ ପୁଣି ଉଠେଇଛନ୍ତି ଉପରକୁ। ସେହି ସମୟରେ ସେମାନଙ୍କର ଆବଶ୍ୟକତା ବହୁତ ବେଶୀ ଏବଂ ସେତିକିବେଳେ ଏକଦମ ଅନ୍ଧକାର ଭିତରେ ଯେତେବେଳେ ଜାତି ଅଛି, ସେତେବେଳେ ତାକୁ ପୁଣି ଉଠା ହୋଇଛି। ଏହି ଜାତୀୟ ତତ୍ତ୍ୱ ବା ଆଲୋକର ଆହ୍ୱାନ ଦ୍ୱାରା ତାହା ପୁନଃ ଜାଗ୍ରତ ହୋଇ ଉଠେ। କୁହାଯାଇନି, କୋଉଥିରେ ସେ କବିତା ମୋଠି ମନେ ପଡ଼ୁନି, ଭୁଲିଗଲୁଣି କିରେ ତ ନିଜ ଜାତିର ହୃତ ଗୌରବ, ଭୂତ ଗୌରବ, ହୃତ ଗୌରବ। ଆଜି ଉଠ କଙ୍କାଳ ଛିଡ଼ୁ ଶୃଙ୍ଖଳ ଜାଗ ଦୁର୍ବଳ, ଆଜି ଛିଡ଼ୁ
ତୋର ଏଇ ହେଉଛି ରାଧାମୋହନ ଗଡ଼ନାୟକଙ୍କ ଲେଖା ନିଶ୍ଚୟ। ଏବଂ ୟାର ଅର୍ଥ ହେଉଛି ତୁ ପାରବାଟୀ ମଡ଼ା ଉଠ ଉଠ ଚଞ୍ଚଳ ଖୋର୍ଦ୍ଧାର ଶତ ସରଦାର ଶିର କର ଉନ୍ନତ ତର ଉଠ କଙ୍କାଳ ଛିଡ଼ୁ ଶୃଙ୍ଖଳ ଜାଗ ଦୁର୍ବଳ ଆଜି ଉଠୁ ହୃତ ଗୌରବ ମୃତ ଗୌରବ ଧୃତ ଗୌରବ ରାଜି। ଏସବୁ ଅତୀତରେ କରାଯାଇଥିଲା, ତୁ ଭୁଲି ଯାଇଛୁ? ଯେତେବେଳେ ଆମମାନେ ବେଳେବେଳେ ସେସବୁ ଐତିହାସିକ ଚରିତ୍ରମାନଙ୍କର କାହାଣୀ ପଢ଼ୁଛୁ, ଆମର ତ ଶାସ୍ତ୍ରରେ ଆମ ପାଠରେ ନାହିଁ ନା, ପାଠରେ ନାହିଁ। ଆମେ ମୋଗଲ ସାମ୍ରାଜ୍ୟର ସବୁ ବ୍ୟକ୍ତିମାନଙ୍କୁ ପଢ଼ୁଛୁ, କିନ୍ତୁ ମହାରାଷ୍ଟ୍ରରେ ଯେତେବେଳେ ଶିବାଜୀଙ୍କ ପୁଅ ସିଏ ଶିବାଜୀ ନା କ'ଣ ତାଙ୍କ ନା ଶମ୍ଭୁଜୀ ଶିବାଜୀଙ୍କ ପୁଅ ଶମ୍ଭୁଜୀ, ତାଙ୍କର କାହାଣୀ କେହି ଜାଣନ୍ତିନି, ଇତିହାସରେ କେହି ନାହିଁ ଶମ୍ଭୁଜୀ ବୋଲି। ଯେତେବେଳେ ଖୋଳା ଯାଉଛି ଆସ୍ତେ ଆସ୍ତେ ଧୀରେ ଧୀରେ ଜଣାପଡ଼ୁଛି। କୁହାଯାଏ ଯେ ଭଗତ ସିଂ ଯେତେବେଳେ ଜେଲରେ ଥିଲେ ସେତେବେଳେ ନେତୃବର୍ଗ ଯେତେବେଳେ ଯେଉଁମାନେ ଥିଲେ, ଭଗତ ସିଂ ଜେଲରେ ଅଛନ୍ତି ତାଙ୍କୁ ଫାଶୀ ଦିଆଯିବ ଏକଥା ଘୋଷଣା ହେଇଗଲା, କିନ୍ତୁ ଫାଶୀ ତାରିଖ ହେଇନି ଠିକ୍, ବା ଆସିନି ଫାଶୀ ତାରିଖ ପର୍ଯ୍ୟନ୍ତ ତାଙ୍କୁ ରଖାଯାଇ ଜେଲରେ। ସେଥିରେ ବାହାରେ ବହୁତ ଗଣ୍ଡଗୋଳ ଚାଲିଲା ସବୁଆଡ଼େ, ଭଗତ ସିଂ ଫାଶୀ ପାଇବେ ବୋଲି କୁହାଯାଏ। ମୁଁ ଶୁଣିଛି, ପଢ଼ିନି, କିନ୍ତୁ କୁହାଯାଏ ଯେ ସେତେବେଳେ ଯେଉଁ ନେତୃବର୍ଗ ଥିଲେ ସେମାନେ ପରାମର୍ଶ ଦେଲେ ବ୍ରିଟିଶକୁ ଯେ ବେଶୀ ଦିନ ଯଦି ଅଟକେଇବେ ଆପଣ ପାରିବେନି, ଲୋକମାନେ ଆହୁରି ତାତିଯିବେ। ତା ଅର୍ଥ ଆମ ଦେଶରେ ଯେଉଁମାନେ ଇତିହାସ ରଚନା କରିଛନ୍ତି, ଯେଉଁମାନେ ଦେଶର ଦାୟିତ୍ୱ ନେଇଛନ୍ତି, ସେମାନେ କେବଳ ଅନ୍ୟକୁ ସନ୍ତୁଷ୍ଟ କରିକି ଆସିଛନ୍ତି। ବ୍ରିଟିଶକୁ ସନ୍ତୁଷ୍ଟ କରିଛନ୍ତି, ମୋଗଲମାନଙ୍କୁ ସନ୍ତୁଷ୍ଟ କରିଛନ୍ତି, ଖିଲିଜି ବଂଶ, ଏସବୁ କ'ଣ ପାଇଁ ଆମେ ପଢ଼ୁଥିଲୁ? ତୋଗଲକ ବଂଶ, ଖିଲିଜି ବଂଶ, ମୁଗଲ ବଂଶ। ପଚରା ହେବ ମାମୁଦ କେତେଥର ସୋମନାଥ ମନ୍ଦିର ଲୁଣ୍ଠନ କରିଥିଲେ। ଆରେ ମାମୁଦ କେତେଥର ସୋମନାଥ ମନ୍ଦିର ଲୁଣ୍ଠନ କରିଥିଲେ, ଗୋଟେ ଗୌରବମୟ କାର୍ଯ୍ୟ ତାହା ସେ କରିଥିଲେ, ଏବଂ ତାକୁ ଇତିହାସରେ ପଢ଼ା ହେବ ଏବଂ ପ୍ରଶ୍ନ ପଚରା ହେବ। କରେକ୍ଟ ଉତ୍ତର ଦେଲେ ନମ୍ବର ମିଳିବ। ଜଣେ ଯଦି କିଏ ଉତ୍ତର ଦେଇଥାନ୍ତା ସେ ଡକାୟତ ଚୋର ବିଷୟରେ ଆପଣ କାହିଁ ମୋତେ ପ୍ରଶ୍ନ ପଚାରୁଛନ୍ତି, ସେ ତାକୁ ଫୁଲ୍ ମାର୍କ ପାଇଗଲା। ଗୋଟେ ଡକାୟତ ସିଏ ଆସିଲା ଅନ୍ୟ ଦେଶରୁ ଏବଂ ସୋମନାଥ ମନ୍ଦିର ଲୁଣ୍ଠନ କଲା, କେତେ ଥର ଲୁଣ୍ଠନ କଲା ବୋଲି ଇତିହାସ ବହିରେ ତାହା ପିଲାମାନେ ପଢ଼ିବେ ଗୌରବର ସହ। ବହୁତ ବେଶୀ ଭାରତୀୟ ଚରିତ୍ରମାନେ ଅଛନ୍ତି ଯେଉଁମାନଙ୍କ ବିଷୟରେ କେଉଁଠି ଉଲ୍ଲେଖ ନାହିଁ ଜମା। ସେଇଥିପାଇଁ ଆମର ପୁରାତନ ଐତିହ୍ୟ ଆଉ ଉଠି ପାରୁନି, କିନ୍ତୁ ସେମାନେ ଯାହା ଯାହା କରିଥିଲେ ସେଇ ବିଷୟରେ ଯଦି ଆଲୋଚନା ହୁଏ, ବନ୍ଦୀ ମୁଁ ଆଜି ଉଦ୍ଦାମ ସିଂ ଏହି ଲଣ୍ଡନ କାରାପୁରେ, ସମ୍ମୁଖେ ମୋର ଫାଶୀ କାଠ, ଶିଖ ସନ୍ତାନ ଶୁଣାଉଛି ମୁଁ ଏଇ ଜନ୍ମ ମାଟିର ଜୟ ପାଠ। ଉଦ୍ଦାମ ସିଂ ବିଷୟରେ କେତେ ପିଲା ଆମର କହିପାରିବେ? ଆମ ସ୍କୁଲ ମାନଙ୍କରେ ପଢ଼ୁଥିବା, କଲେଜ ମାନଙ୍କରେ ପଢ଼ୁଥିବା ପିଲାମାନଙ୍କୁ କେତେ ଜଣ କହିପାରିବେ ଉଦ୍ଦାମ ସିଂ? ନରହନ୍ତା ସେ ଡାୟାର ବୁକେ, ଗୁଳି ମାରିଛି ମୁଁ ଏଇ ହାତେ। ତୁମେ ଜାଣିଥିବ, ତୁମେ ଶୁଣିଥିବ, ଭଲ କରି ଶୁଣ ଏଇବାର, ଆମରି ଦେଶର ଆମରି ଜାତିର ଦୁଶ୍ମନ ସେଇ ଡାୟାର, ପଞ୍ଚନଦୀର ଅଞ୍ଚଳେ ରକ୍ତର ସୁଅ ବାହିଲା ସେଦିନ ଜାଲିଆନବାଗ ଭୂମି ତଳେ। ଜାଲିଆନବାଗରେ ଡାୟାର ଅର୍ଡର ଦେଲେ ଏବଂ ଶହ ଶହ ସଂଖ୍ୟାରେ ଲୋକ ମରିଗଲେ, ଗୁଳି ଖାଇକି। କିଛି ନାହିଁ, ତା ଭିତରେ ଗୋଟେ ସଭା ଚାଲିଥିଲା, ସେ ସଭାରେ ସ୍ୱାଧୀନତା ପାଇଁ ବା ବ୍ରିଟିଶର ଶାସନ ବିରୁଦ୍ଧରେ ଆଲୋଚନା ଚାଲିଥିଲା, କେହି କିଛି ବିକ୍ଷୋଭ କରୁନଥିଲେ।
କେହି ଗଣ୍ଡଗୋଳ କରୁନଥିଲେ, କିଛି ସେଇଭଳିଆ ନଥିଲା। ହଠାତ୍ ଗୋଟିଏ ମାତ୍ର ବାଟ, ଯେଉଁ ବାଟକୁ ଡାୟାର ଜଗିଦେଲା ଏବଂ କହିଲା ଯେ ସତର୍କ ହେଇଯାଅ, ସତର୍କ ହେଇଯାଅ କହିକି କହୁ କହୁ ଗୁଳି ଆରମ୍ଭ ହେଇଗଲା। ଏବଂ ଯେତେ ଲୋକ ଥିଲେ, ଗୋଟେ କୂଅ ଭିତରେ କେତେ 100 ଖଣ୍ଡେ ଲୋକ ବାହାରିଲେ, ତା ଯୋଉ ଡେଇଁ ପଡ଼ିଲେ ସବୁ କୂଅ ଭିତରେ ବିକଳ ହେଇ। ଏଇ ଘଟଣାକୁ ଆମେ ଆମ ଦେଶବାସୀଙ୍କୁ କହୁଛୁ, କୋଉ ପ୍ରକାର ସେ ଲୋକଙ୍କୁ ମରା ହେଲା କହୁଛୁ ଆମେ। ଏବଂ ଉଦାମ ସିଂ କିଏ? ଉଦାମ ସିଂ ସେତେବେଳେ ବହୁତ ସାନ ପିଲା, ବହୁତ ସାନ ପିଲା। ସେ କିଛି ଏ ବିଷୟରେ ତା ଧାରଣା ନାହିଁ, କିନ୍ତୁ ପରେ ଶୁଣିଲା ସବୁ। ତାପରେ ସେ ବର୍ଣ୍ଣନା ଅଛି, ଚୁପୁଡ଼ିଲି ମୁଁ ସେ ମାଟିକି ଯାଇ ଚୁପୁଡ଼ିଲି, ହାତ ମୋର ରକ୍ତ ରଙ୍ଗ ହେଇଗଲା, କାରଣ ସେ ରକ୍ତ ଅଛି ସେ ମାଟିରେ। ରାଧାମୋହନ ଗଡ଼ନାୟକଙ୍କ ଲେଖା କବିତା ଉଦାମ ସିଂ। ଜନ୍ମଦାମର ଭାରତ ଭୂଇଁର ବହୁଦୂରେ ସାଥୀ ବହୁଦୂରେ, ବନ୍ଦୀ ମୁଁ ଆଜି ଉଦାମ ସିଂ ଏହି ଲଣ୍ଡନ କାରାପୁରେ, ସମ୍ମୁଖେ ମୋର ଫାଶୀ କାଠ, ଶିଖ ସନ୍ତାନ ଶୁଣାଉଛି ମୁଇଁ ଜନ୍ମ ମାଟିର ଜୟ ପାଠ। ତାଙ୍କର ବୀରତ୍ୱ, ତାଙ୍କର ଗୌରବ, ତାଙ୍କ କଥା ଭାବିଦେଲେ ଦେହ କ'ଣ ହେଇଯିବ, ଦେହ ଗରମ ହେଇଯିବ। ଏବଂ ସେ ସଂକଳ୍ପ କଲା, ସେ ଡାୟାରକୁ ମୁଁ ମାରିବି। ଡାୟାର ଯିଏ ଏତେ ଲୋକଙ୍କୁ ମାରିଛି ଭାରତର, ତାଙ୍କୁ ମାରିବି। ଆଚ୍ଛା, ଭାରତର ଲୋକମାନଙ୍କୁ ଡାୟାର ମାରିଲା? ଯେଉଁମାନେ ଗୁଳି ମାରୁଥିଲେ ସେମାନେ କିଏ? ସବୁ ଭାରତୀୟ ସିପାହୀ, ବ୍ରିଟିଶ ଅଣ୍ଡରରେ ଚାକିରି କରୁଥିଲେ, ଗୋଲାମୀ କରୁଥିଲେ। ସେଇ ଶୈତାନ ଚୋର ଯେଉଁମାନେ ସେତେବେଳେ ଥିଲେ, ବ୍ରିଟିଶର ଗୋଲାମ ହେଇକି ଥିଲେ, ସେମାନେ ତାଙ୍କରି ଭାଇ ବନ୍ଧୁଙ୍କୁ ମାରିଲେ, କିନ୍ତୁ ନିର୍ଦ୍ଦେଶ ଦେଇଥିଲା ଡାୟାର। ତେଣୁ ପୁରା ଯାଇ ବ୍ରିଟିଶ ପାର୍ଲାମେଣ୍ଟ ଭିତରେ ତାଙ୍କୁ ଗୁଳି ମାରିକି ମାରିଲା, ଉଦାମ ସିଂ ମାରିଲେ। ମୁଁ ତାଙ୍କ ବିଷୟରେ ବହୁତ କଥା ପଢ଼ିଛି, ଡିଟେଲ ମନେ ରଖିପାରିନି। ସେଠି ନାଁ ଏଭଳି ସେଠି ଯାଇ ନେଇଥିଲେ, ଯେଉଁ ନାଁଟାରେ ହିନ୍ଦୁ, ଶିଖ, ମୁସଲିମ ତିନିଟା ଯାକ ନାଁ ଥିଲା। ଏଇଭଳିଆ ଗୋଟେ ନାଁ ତାଙ୍କର କରିଥିଲେ। ଏବଂ ଯେତେବେଳେ ସେ ଗୁଳି ମାରିଲେ ପାର୍ଲାମେଣ୍ଟରେ ଉଦାମ ଡାୟାରକୁ, ଗୁଳି ମାରି ସାରିକି ସେ ପାମ୍ପଲେଟ୍ ଫିଙ୍ଗିଲେ, କାହିଁ ମାରିଲି ଛାପିଥିଲେ। ଧରା ହେଲେ ଫାଶୀ ଦିଆହେବ। ତାଙ୍କର ଜନ୍ମ ଦିବସକୁ ଏଠି ଗୋଟେ ଜାତୀୟ ଦିବସ ପାଳନ କରିବା ଉଚିତ ଆମ ଦେଶରେ। ଅନେକ ଲୋକମାନଙ୍କ ଜନ୍ମ ଦିବସ ଆମେ ପାଳନ କରୁଛୁ, ସ୍କୁଲ କଲେଜ ଛୁଟି, ଅଫିସ ଛୁଟି ହେଉଛି। ଉଦାମ ସିଂର ଜନ୍ମଦିନ ମଧ୍ୟ ପାଳନ କରାଯିବା ଉଚିତ। ଲକ୍ଷ୍ମଣ ନାୟକଙ୍କ ଜନ୍ମ ଦିବସ ପାଳନ କରାଯିବା ଉଚିତ। ସୁରେନ୍ଦ୍ର ସାଏଙ୍କ ଜନ୍ମ ଦିବସ ପାଳନ କରାଯିବା ଉଚିତ। ଭାରତବର୍ଷର ଯେଉଁମାନେ ସତରେ ଚାଖି ଖୁଣ୍ଟିଆ, ସୁରେନ୍ଦ୍ର ସାଏ, ରାଣୀ ଲକ୍ଷ୍ମୀବାଇ, ଝାନ୍ସୀ ରାଣୀ, ସୁଖଦେଇ, ବାଙ୍କିରାଣୀ ସୁଖଦେଇ, ଏସବୁ ସେତେବେଳେ ଯାହା ସବୁ କରିଛନ୍ତି, କୋଉଠି ଟିକେ 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 ଅଛି। ଆଉ ଶାହଜାହାନଙ୍କ ବିଷୟରେ, ଔରଙ୍ଗଜେବଙ୍କ ବିଷୟରେ, ଆକବରଙ୍କ ବିଷୟରେ, ଆକବର ଗୋଟେ ହିନ୍ଦୁ ମହିଳାଙ୍କୁ ବିବାହ କରିଥିଲେ, ତାଙ୍କୁ ଏତେ ପ୍ରଶଂସା କରି କୁହାଯାଉ କହିବ। ଆମର ଐତିହ୍ୟକୁ, ଭାରତବର୍ଷ ଐତିହ୍ୟକୁ ଯଦି ସତରେ ଖୋଲାଯାଏ, ଯେଉଁମାନେ ଖୋଲୁନାହାନ୍ତି ଡରିକି ଖୋଲୁନାହାନ୍ତି, ସ୍ଥିତି ରହିବନି, ସେମାନଙ୍କର ସ୍ଥିତି ରହିବନି ଯଦି ସତରେ ଐତିହ୍ୟକୁ ଖୋଲି ଦିଆଯାଏ। ଆମର ଭାରତବର୍ଷ ଏଇଭଳି ଏକ ମହାନ ରାଷ୍ଟ୍ର ଥିଲା। ଯେବେ ଯେବେ ଜାତି ଘୋର ଦୁର୍ଦିନ ଓ ତମସା ମଧ୍ୟରେ ଡୁବିଯାଏ, ଏହି ଜାତୀୟ ତତ୍ତ୍ୱ ବା ଆଲୋକର ଆହ୍ୱାନ ଦ୍ୱାରା ତାହା ପୁନଃ ଜାଗ୍ରତ ହୋଇଉଠେ। ଭାରତର ଜାତୀୟ ଆନ୍ଦୋଳନ ଏହିପରି ଏକ ଘୋର ଦୁର୍ଦିନ ଓ ଜାତୀୟ ଅସହାୟତା ଭାବ କାଳେ ଆରମ୍ଭ ହୋଇଥିଲା। ସେତେବେଳେ ଜାତୀୟ ନେତୃବର୍ଗ ଏକ ଆଧ୍ୟାତ୍ମ ଦୃଷ୍ଟି ଦ୍ୱାରା ପ୍ରେରିତ ହୋଇ ଭାରତର ଅନ୍ତରାତ୍ମାକୁ ଆହ୍ୱାନ କରିଥିଲେ। ମୁଖ୍ୟତଃ ତ ଶ୍ରୀ ଅରବିନ୍ଦ ଆଉ କିଏ?
ଭାରତର ଅନ୍ତରାତ୍ମାକୁ ଆହ୍ୱାନ କରିଥିଲେ କିଏ? ଅନ୍ୟମାନେ ନୁହଁ, ଅନ୍ୟମାନେ ତ ସାଲିସ କରୁଥିଲେ, ବ୍ରିଟିଶ ସାଙ୍ଗରେ ସାଲିସ କରୁଥିଲେ। ସ୍ୱୟଂ ହିଁ କେବଳ ପ୍ରଥମେ ଘୋଷଣା କଲେ ସ୍ୱରାଜ୍ୟ ଆମର ଦାବି। ଆମେ ତାଠାରୁ ସାମାନ୍ୟ କିଛି ଉଣାରେ ସନ୍ତୁଷ୍ଟ ନୁହଁ। ଯେତେବେଳେ ଚରମପନ୍ଥୀ ନରମପନ୍ଥୀ ଦି ଦଳ ହେଇଗଲେ, ଚରମପନ୍ଥୀରେ ସ୍ୱୟଂଙ୍କର ମୁଖ୍ୟ ଥିଲେ ଏବଂ ଦୁର୍ଗା ସ୍ତୋତ୍ର ପାଖାପାଖି ସେତିକିବେଳେ ଲେଖା, ଦିଅ ମା ପ୍ରାଣେ ମନେ ଅସୁରର ଶକ୍ତି ଅସୁରର ଉଦ୍ୟମ, ଦିଅ ମା ହୃଦୟରେ ଚୈତ୍ୟ ଦେବ ସରିତ ଦେବ ଜ୍ଞାନ। ଏସବୁ ଆହ୍ୱାନ କରୁଥିଲେ, ଦୁର୍ଗାଙ୍କୁ ଆହ୍ୱାନ କରୁଥିଲେ, ଆମ ଭିତରେ ଏଇ ଶକ୍ତି ଦିଅ, ଏଇ ସାମର୍ଥ୍ୟ ଦିଅ, ପ୍ରାଣେ ମନେ ଅସୁରର ଶକ୍ତି ଅସୁରର ଉଦ୍ୟମ। ଡକାୟତ ଗୁଡ଼ାକ ସମ୍ମୁଖୀନ ହେବା ପାଇଁ ଅସୁରର ଶକ୍ତି ଦରକାର ନା, ବ୍ରିଟିଶ ଡକାୟତ ମାନଙ୍କୁ ସମ୍ମୁଖୀନ ହେବା ପାଇଁ। ସେତେବେଳେ ଜାତୀୟ ନେତୃବର୍ଗ ଏକ ଆଧ୍ୟାତ୍ମ ଦୃଷ୍ଟି ଦ୍ୱାରା ପ୍ରେରିତ ହୋଇ ଭାରତ ଅନ୍ତରାତ୍ମାକୁ ଆହ୍ୱାନ କଲେ। ଭାରତର ଅନ୍ତରାତ୍ମା ଏକ ଆଧ୍ୟାତ୍ମ ସତ୍ତା, ଏକ ଜୀବନ୍ତ ଦେବୀ, ମାତଃ ଦୁର୍ଗେ ସିଂହ ଭାଇ, ଜୀବନ୍ତ ଦେବୀ। ଏହି ସତ୍ତାକୁ ବଙ୍କିମଚନ୍ଦ୍ର ବନ୍ଦେ ମାତରମ୍ ଜାତୀୟ ସଙ୍ଗୀତରେ ଆହ୍ୱାନ କରିଥିଲେ। ମା ତୁମକୁ ମୁଁ ପ୍ରଣାମ କରୁଛି। ବନ୍ଦେ ମାତରମ୍ ଅର୍ଥ କ'ଣ? ବନ୍ଦନା କରୁଛି, ମା ତୁମକୁ ବନ୍ଦନା କରୁଛି, ବନ୍ଦେ ମାତରମ୍। ଏହାକୁ ସେ ଭାରତ ମାତା ସିଂହ ବାହିନୀ ଦୁର୍ଗା ବୋଲି ଅଭିହିତ କରିଛନ୍ତି। ଠିକ୍ ସେହି ଦୃଷ୍ଟିରେ ଶ୍ରୀ ଅରବିନ୍ଦ ଭାରତର ଅନ୍ତରାତ୍ମାର ଆତ୍ମପ୍ରକାଶ ନିମିତ୍ତ ଦୁର୍ଗା ସ୍ତୋତ୍ରରେ ଭାରତ ଶକ୍ତିକୁ ଆହ୍ୱାନ କରିଛନ୍ତି। ଏ ସମ୍ବନ୍ଧରେ ଶ୍ରୀମାଙ୍କ ଏକ ବାଣୀ ଖୁବ୍ ତାତ୍ପର୍ଯ୍ୟପୂର୍ଣ୍ଣ। ଭାରତ ଏହି ଦେଶର ଭୂମି, ନଦୀ, ପାହାଡ଼ ବା ଏଥିରେ ବସବାସ କରୁଥିବା ସାମୂହିକ ବ୍ୟକ୍ତିଙ୍କର ନାମ ନୁହେଁ, ଭାରତ ଏକ ଜୀବିତ ସତ୍ତା। ସମଗ୍ର ପୃଥିବୀରେ କେଉଁ ଦେଶ ନାହିଁ ଯିଏ କହିବ ଯେ ଏକ ଜୀବନ୍ତ ସତ୍ତା, ମୋ ଦେଶ ଗୋଟେ ଜୀବନ୍ତ ସତ୍ତା। ଭାରତ ଛଡ଼ା ଏ ଖାଲି ମାଟି ଗୋଡ଼ି, ନଦୀ ନାଳ, ଗଛ ପର୍ବତ, ବୃକ୍ଷ ଏସବୁ ଗଢ଼ା ଗୋଟେ ଅଞ୍ଚଳ ନୁହଁ, ଜୀବନ୍ତ ସତ୍ତା ବୋଲି ମା ଘୋଷଣା କଲେ। ଶିବ ଆଜି ଦେବତା ଯେଉଁପରି ଜୀବିତ, ଭାରତ ମଧ୍ୟ ସେହିପରି ଜୀବିତ। ଆମେ ଶିବଙ୍କୁ କ'ଣ ଭାବୁଛୁ? ନିର୍ଦ୍ଦିଷ୍ଟ ସ୍ଥାନରେ ନିର୍ଦ୍ଦିଷ୍ଟ ଦାୟିତ୍ୱରେ ଦେବାଦେବୀମାନେ ଅଛନ୍ତି, ଶିବ ମଧ୍ୟ ଅଛନ୍ତି, ନିର୍ଦ୍ଦିଷ୍ଟ ଭୂମିକାରେ ଅଛନ୍ତି। ଏବଂ ସିଏ ଯେମିତି ଜୀବନ୍ତ, ଶିବ ତାଙ୍କର ସମଗ୍ର ପ୍ରତିଭାକୁ ନେଇ ଜୀବନ୍ତ, ଭାରତ ମାତା ମଧ୍ୟ ସେହିଭଳି ଜୀବନ୍ତ। ପ୍ରତ୍ୟେକ ଦେଶର ସ୍ୱୀୟ ଆତ୍ମା ଅଛି, ଆଉ ଯଦି ରାଜନୈତିକ ବ୍ୟାପାରରେ ତାର ସୀମା ପରିବର୍ତ୍ତନ କରାଯାଏ ତେବେ ତାହା ଅବାସ୍ତବ ହୋଇପଡ଼େ। ଭାରତ ନିଜେ ଜାଣିଛି ତାର ଆତ୍ମା ଅଛି। ମାତଃ ଦୁର୍ଗେ ବୋଲି ଯେତେବେଳେ ଶ୍ରୀ ଅରବିନ୍ଦ ତାକୁ ଘୋଷଣା କରୁଛନ୍ତି, ସବୁ ଦେଶର ମଧ୍ୟ ସେଇଭଳି ଆତ୍ମା ଅଛନ୍ତି। ସେମାନେ କ'ଣ ସେମିତି ଅନ୍ୟ ଦେଶବାସୀମାନଙ୍କର ତାଙ୍କ ଦେଶର ଗୋଟେ ଆତ୍ମା ଅଛି ବୋଲି ଜାଣନ୍ତି? କେହି ଜାଣନ୍ତି ଆତ୍ମା ଅଛି କି ନ ଅଛି। କିନ୍ତୁ ରାଜନୈତିକ ବ୍ୟାପାରରେ ତାହାର ସୀମା ପରିବର୍ତ୍ତନ କରାଯାଏ ତେବେ ତାହା ଅବାସ୍ତବ ହୋଇପଡ଼େ। ଏଇଟା ମା ନିଜେ ଦେଇଛନ୍ତି। ଯେତେବେଳେ ଭାରତକୁ ପାକିସ୍ତାନକୁ ଭାରତଠୁ ଅଲଗା କରାହେଲା, ତାର ଗୋଟେ ଭାରତ ପାକିସ୍ତାନ ସବୁ ମିଶିକି ଗୋଟିଏ ଥିଲେ, ଯେଉଁ ସେ ଦେଶମାନେ ସବୁ ଥିଲେ ସବୁ ଗୋଟିଏ ହେଇକି ଥିଲେ ଅତୀତରେ। ଏବଂ ଯେଉଁ ଆତ୍ମା ଭାରତ ଆତ୍ମା କୁହାହେଉଛି, ସେଇ ଅଖଣ୍ଡ ଭାରତକୁ କୁହାହେଉଛି ଭାରତର ଆତ୍ମା, ଯାହାକୁ ଆମେ ଆଶ୍ରମ ପ୍ଲେଗ୍ରାଉଣ୍ଡରେ ଦେଖୁଛୁ, ଯାହାକୁ ଏଠି ମାତୃଭବନରେ ସମାଜ ସମ୍ମୁଖରେ ଅଛନ୍ତି। ସେଇ ଭାରତର ଆତ୍ମାକୁ ତମେ ରାଜନୈତିକ କାରଣରେ ଖଣ୍ଡ କରିଦେବ, ଦ୍ୱିଖଣ୍ଡ କରିଦେବ। ଆମେ ଶାସନ ଦାୟିତ୍ୱ ନେବୁ, କେତେ ନିର୍ଲଜ୍ଜ ବ୍ୟାପାର ସେତେବେଳେ ସବୁ ଚାଲିଥିଲା, କହିଲେ ରକ୍ତ ଗରମ ହେଇଯିବ। ନିର୍ଲଜ୍ଜ ବ୍ୟାପାର, ନିଜ ଦେଶକୁ ବଳିଦେଲେ, ଦେଶକୁ ଦ୍ୱିଖଣ୍ଡ କରିଦେଲେ। ଏପର୍ଯ୍ୟନ୍ତ ବି ଲୋକ ମରୁଛନ୍ତି। ହିନ୍ଦୁ ମୁସଲିମଙ୍କ ଭିତରେ ଆଦୌ ନଥିଲା ଝଗଡ଼ା, ହିନ୍ଦୁ ମୁସଲିମ ଭିତରେ କିଛି ନଥିଲା। ସେମାନେ ସମସ୍ତେ ସ୍ୱାଧୀନତା ପାଇଁ
आंदोलन कर प्राण देते अनेक अनेक मुस्लिम भी प्राण देते अनेक हिंदू प्राण देते सिख प्राण देते भारत स्वाधीनता समस्त गोटे देश पार्टी करुले गोटे देश लड़ुले कई कहूला भारत पाकिस्तान आम लड़ुचु समस्ते कहते भारत वर्ष आम लड़ु किंतु निजस्व शासन गादी दरकार पड़ा उभय भितर दुईटी व्यक्ति भितर झगड़ा लगे किए शासन गादी नब से कारण भारत पाकिस्तान अलग कर दिगला आठर अलग निर्लज व्यापार कौन हो पाए से जो नेतृवृंद ए कार्य कर भगवान पाखे क्षमा पाइबे पाकिस्तान को भारत छो अलग कर दे मांकर बहुत कृपा फल बांग्लादेश पाकिस्तान अलग हो जाए नचेत पाकिस्तान दी जगह एपटे खंडे सेपटे खंडे हो भारत को दी पटू किलबिल कर बांग्लादेश सृष्टि करने पछरे भारत ही मुख्य भूमिका नहीं कि बांग्लादेश एपटे थी किसी कम उत्पात होनी श्रीअरविंद तांकर 5टी स्वप्न रे प्रथम स्वप्न हूँ एक अखंड भारत भारत निजस्व स्वरूप पुणी प्रकाश पाई माँ कौन जगह कहती आई डोंट सी दी एक्जिस्टेंस ऑफ पाकिस्तान स्पिरिचुअल वर्ल्ड रे आई डोंट सी दी एक्जिस्टेंस ऑफ पाकिस्तान कारण भगवान को सृष्टि जहाँ ताहा ही सेठी देखा भगवान सृष्टि खंड खंड ही नथिला आम से कहानी जाचु एबे कहूला अटल बिहारी वाजपेयी प्रधानमंत्री थिला बेले सी जो नेहरू जो प्रधानमंत्री थिले तांको से पठे जातिसंघ को भारत को रिप्रेजेंट करने एवं पाकिस्तान रो कही जने कहले जे पाकिस्तान इज नॉट कंप्लीट विदाउट काश्मीर से कहले इंडिया इज नॉट कंप्लीट विदाउट पाकिस्तान इंडिया इज नॉट कंप्लीट विदाउट पाकिस्तान एबे गोटे जोक की सत सत ही पारे कारण तांकर नार कहउछ ना सत हिथियो जेतेबेले भारत कराची की ट्रेन चलला कराची ना लाहौर ट्रेन चलला एवं ट्रेन ने प्रथम ट्रेन से निजे गले से समर्थन दिला जड़े कि तरुणी सांबादिक से कहले जोक रे कहले जे आपण विवाह करना मु आपण विवाह करने चाहूँगी जदि आप काश्मीर की यौतुक देवे कहले हाँ मुझे राजी अच्छी तुम विवाह करने कि पाकिस्तान को यौतुक दे पार से कहले वाजपेयी कह मु तुम विवाह कर अच्छी कि यौतुक पाकिस्तान को दे पार कि एक आम जोक लगुच कि कष्ट लगुच भाविले जे आमर अंग हानि कर दिखाई मो अंग हानि कर दिखाई सतरे जमी मो हाथ खंडे काटिदेले जमी लगता भारत वर्ष को सेमती खिनभिन कर दे एवं केबे मां कृपा हम ए पुणी समस्ते पुणी एकाठी हे मिसवे से पूर्व गौरव आसो आसो निश्चय जेहेतु प्रभु घोषणा कर अखंड भारत प्रथम स्वप्न बाकी स्वप्न माने प्रायतः पूर्ण ही आसिले अखंड भारत गोटे इनिशियल सार्क फार्क जो कराई सब एकाठी बस आलोचना करिया मीटिंग करिया ये सब भविष्य में कही हेन के दिन लगे किंतु हम निश्चय कौन सन्देह नहीं आज ये रखिए भगवत सेवकर प्रार्थना विघ्न विनाशन हे भगवान जय हो तुमर आम मानकर अंतरे किछे जेपरी तुम कार्य विघ्न न घटाए किछे जेपरी तुम आविर्भाव विलंब न घटाए सकल विषय सकल मुहूर्त पूर्ण हो तुम इच्छा तुम सम्मुखें छिड़ा आम मैंने
तुम इच्छा ही आम मान मध्य आम मान सत्तार प्रत्येक अंगरे प्रत्येक कर्म उच्चतम चूड़ारू तुच्छतम प्रत्येक कोश पूर्ण हो तुम ठारे आम मान निष्ठा हुए जपरी सर्वांगीन चिरंतन आम मैंने अन्य सबकि परिहार कर चाहूँ संपूर्ण रूपे तुम प्रभाव अधीन रही आम मैंने केवे जपरी न भूलु तुम निकट में गभीर भाव निबिड़ भाव कृतज्ञ ही रही प्रति मुहूर्त तुम्हें आम मान को जो अपूर्व संपद सब दान कर जाऊछ से सबूर किसी जपरी आम मैंने अपचय न कर आम मान प्रत्येक अंग जपरी तुम कार्य सहचर हुए से सब जपरी प्रस्तुत हो उठती तुम सिद्धि सुधा परम सिद्धिकर्ता हे भगवान जय हो तुम विजय दिय आम मान ज्वलंत सक्रिय चरम अटल इन द नेम ऑफ द मदर for the sake of the mother, by the power of the mother, with the strength of the mother, to all adverse harmful being or force, I order to quit this place at once and forever.